ଶ୍ରମିକ ମାନଙ୍କ ପାଇଁ ସରକାର ବହୁତ ସୁବିଧା ସୁଯୋଗ କରିଛନ୍ତି। ଏବେ ନଗଦରେ ମଧ୍ୟ ଶ୍ରମିକ ମାନଙ୍କ ଦରମା ବୃଦ୍ଧି ପାଇଁ ସରକାର ଘୋଷଣା ମଧ୍ୟ କରିଛନ୍ତି। ଶ୍ରମିକ ମାନଙ୍କ ପାଇଁ ନ୍ୟାୟ ଦେବା ପାଇଁ ମଧ୍ୟ ଲେବର କୋର୍ଟ ମଧ୍ୟ ରହିଛି। କିନ୍ତୁ ଆମେ ଭିନ୍ନ ଚିତ୍ର ଦେଖାଇବୁ। ଏ ରହିଛି ଆଠଗଡ଼ ଅଞ୍ଚଳରେ ଗଢ଼ି ଉଠିଥିବା ବିକେ ଷ୍ଟିଲ୍ ନାମକ ଏକ କାରଖାନା ଫାଟକ ସମ୍ମୁଖରେ ଦୀର୍ଘ 6 ଦିନ ଧରି ମାହେଶ୍ୱରୀ ଶ୍ରମିକ ସଂଘମାନେ ଆନ୍ଦୋଳନ କରୁଛନ୍ତି। ଯାହାକି ତାଙ୍କର ଦାବି ରହିଛି କି ଲେବର କୋର୍ଟଙ୍କ ରାୟକୁ ଏ କମ୍ପାନୀ ମାନୁନାହିଁ। ସିଧା ଆଲୋଚନା କରିବା। ଭାଇ ପ୍ରଥମେ ନକ୍ଷତ୍ର ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ କରିବି। ପରିଚୟଟା ଜାଣିବାକୁ ଚାହିଁବି, କ'ଣ ରହିଛି ଦାବି ଗୁଡ଼ିକ? ମୁଁ ଚଣ୍ଡୀପ୍ରସାଦ ଶତପଥୀ, ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ଉପସଭାପତି ଅଛି। ଦୀର୍ଘ 4 ବର୍ଷ ହେଲା ଏ କମ୍ପାନୀ ଟେକଅପ୍ କଲା ପୂର୍ବରୁ ଆମେ ଲଢ଼େଇ ଜାରି ରଖିଛୁ ଏବଂ ଏସ୍ଡିଜିଏମ୍ କୋର୍ଟରେ ଆମେ କେସ୍ ବି କରିଥିଲୁ। ମାନ୍ୟବର ଏସ୍ଡିଜିଏମ୍ କୋର୍ଟ ଆମ ସପକ୍ଷରେ ରାୟ ଦେଇଥିଲେ ଯେ ଆଙ୍କର 3 ମାସର ବକାୟା 12,99,000 ଟଙ୍କା ଆମକୁ ପ୍ରାପ୍ୟ କରିବେ ଏବଂ ଚାକିରି ଦେବେ। 2021 ମସିହାରେ ଆମେ ଏଇଟା ଦାବିପତ୍ର ଦେଲୁ। ସେ ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଆମ କଥାରେ কোনো ମାନିଲା ନାହିଁ। ତାପରେ ବାଧ୍ୟ ହୋଇକି ଡିଏଲ୍ସି ମ୍ୟାଡ଼ାମ୍ ଡିଭିଜନାଲ ଲେବର କମିଶନର ପାଖକୁ ଗଲୁ। ଡିଭିଜନାଲ ଲେବର କମିଶନରେ ଆମକୁ ଡେଟ୍ ହେଲା, ଆମେ ଯାଇଥିଲୁ ଏବଂ ସେମାନେ ବି ତାଙ୍କ କଥା ମାନିଲେ ନାହିଁ। ତାପରେ ଜଏଣ୍ଟ ଲେବର କମିଶନର ପାଖକୁ ଯାଇଥିଲୁ। ଜଏଣ୍ଟ ଲେବର କମିଶନର ମହାଶୟ 6 ଥର ଆମ ସହିତ ମିଟିଂ କଲେ, କମ୍ପାନୀ ସହିତ ବସିଲେ, କହିଲେ କମ୍ପାନୀ ଏବେ ଚାଲିନି, ଆମେ ଚାଲିଲେ ସମସ୍ତଙ୍କୁ ଆମେ ରଖିବୁ, ଯାହା ବକେୟା ପ୍ରାପ୍ୟ ଆମେ ଦେବୁ। ଏ ପର୍ଯ୍ୟନ୍ତ ସେମାନେ କୌଣସି କାର୍ଯ୍ୟ କଲେନି। ତଥାପି ଆମେ 2 ବର୍ଷ ଜଗିଲା ପରେ କିଛି ତାପରେ ଲେବର କମିଶନର ପାଖକୁ ଆମେ ପୁଣି ଗଲୁ। ଗଲାପରେ ଲେବର କମିଶନର କହିଲେ 15 ତାରିଖ ଆପଣ ଆସନ୍ତୁ, ଆମେ ଯାହା କିଛି ଫାଇନାଲ୍ କରାହେବ। କରିସାରିଲା ପରେ ଲେବର କମିଶନର ମ୍ୟାନେଜମେଣ୍ଟ ଆମେ ଟ୍ରାଇପାର୍ଟ ଆଲୋଚନା କରାହେଲା। ଟ୍ରାଇପାର୍ଟ ଆଲୋଚନା କରା ପରେ ଲେବର ଏମାନେ ମାନିଲେ ଯେ ଆମେ 15 ଦିନ ଭିତରେ ପିଲାମାନଙ୍କୁ ନିଯୁକ୍ତି ଦେବୁ। ଗୋଟେ ବିଚିତ୍ର ବିଷୟ, 15 ଦିନ 6 ମାସ ବିତି ଯାଇଥିଲେ ସୁଦ୍ଧା ଅନ୍ୟ ଏକ ସଂଘର କର୍ମକର୍ତ୍ତାମାନଙ୍କୁ ସେମାନେ ଚାକିରି ନେଲେ ଆଉ ଏବଂ ଆମ କଥା କିଛି ଶୁଣିଲେନି। ଆମେ ବାଧ୍ୟ ହୋଇକି ସମସ୍ତଙ୍କୁ ଲିଖିତ ଦେଲୁ, ଆନ୍ଦୋଳନକୁ ଦେଲୁ। ଦେଇସାରିଲା ପରେ ଆମେ ଆଜି ବସିଛୁ ଧାରଣାରେ। ଆଜିକି 7 ଦିନ ହେଇଗଲା, ମ୍ୟାନେଜମେଣ୍ଟ ଶୁଣୁନାହିଁ। ନିଶ୍ଚିନ୍ତ ପକ୍ଷରେ ଯେଉଁମାନେ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି ସିଧାସଳଖ ଭାବେ କହୁଥିଲେ ଆଜିକୁ 7 ଦିନ ହେଲେ ମଧ୍ୟ ଏ ବିକେ ଷ୍ଟିଲ୍ କୌଣସି ପ୍ରକାର ସହଯୋଗ କରୁନାହିଁ, କୌଣସି ପ୍ରକାର ଆଲୋଚନା ମଧ୍ୟ କରୁନାହିଁ। ଏକ ପ୍ରକାର ଦାଦାଗିରି ମଧ୍ୟ କହିପାରିବା, କାରଣ ଶ୍ରମିକମାନଙ୍କ ପେଟରେ ଲାତ ମାରିଛି। ଅନ୍ୟପଟେ ଭାଇ ଗୋଟେ କଥା କହିବେ, ଶ୍ରମିକମାନେ କେଉଁଭଳି ଭାବରେ ତାଙ୍କ ହକ୍ ପାଇଁ ଆନ୍ଦୋଳନରେ ବସିପାରିବେ ନାହିଁ ସେଥିପ୍ରତି 163 ଧାରା ମଧ୍ୟ ପ୍ରଶାସନ ଜାରି କରିଛି। ଲାଗୁନି ଶ୍ରମିକମାନଙ୍କୁ ଏକ ପ୍ରକାର ବିକେ ଷ୍ଟିଲ୍ ଏବଂ ପ୍ରଶାସନର ଏକ ପ୍ରକାର ମିଳିତ ଉଦ୍ୟମ ରହିଛି? ଆଜ୍ଞା, ମୁଁ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ, ଯେ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଅଛି। ଆପଣଙ୍କ ଗଣମାଧ୍ୟମ ଜରିଆରେ କହିବାକୁ ଚାହୁଁଛି, ଯଦି ଶ୍ରମିକ ଶୋଷଣ କେମିତି କରାଯାଏ ତାର ଜ୍ୱଳନ୍ତ ଉଦାହରଣ ହେଉଛି ବିକେ ଷ୍ଟିଲ୍ ମ୍ୟାନେଜମେଣ୍ଟ। ବିକେ ଷ୍ଟିଲ୍ ମ୍ୟାନେଜମେଣ୍ଟ ଏକ ଏଭଳି ମ୍ୟାନେଜମେଣ୍ଟ, ଏହାର ଏକମାତ୍ର ଅସାଧୁ ଉପାୟର ଅବଲମ୍ବନ କରୁଛି। ଶ୍ରମିକ ଶୋଷଣ କିଭଳି କରାଯାଏ ତାହାକୁ ସେ ସବୁବେଳେ ଚେଷ୍ଟା କରୁଛି, ଯାହାର ଜ୍ୱଳନ୍ତ ଉଦାହରଣ ଏକ ଡେମୋକ୍ରାସି ତରଫରେ ଆମେ ଶାନ୍ତି ଶୃଙ୍ଖଳା ଭାବେ ଆଜିକି ଦୀର୍ଘ 7 ଦିନ ହେଲା ଏଠି ଆମେ କମ୍ପାନୀ ମୁଖ୍ୟ ପାଠକରେ ବସିଛୁ। କିନ୍ତୁ ଦୀର୍ଘ ଓଡ଼ିଶା ଇତିହାସରେ କୌଣସି ଏକ ପ୍ରାଇଭେଟ୍ କମ୍ପାନୀ ପାଇଁ ଦୀର୍ଘ 6 ଦିନ ଧରି ଅଧିକ ସମୟ ଏଠି ଭାରତୀୟ ନ୍ୟାୟ ସଂହିତା ଜରିଆରେ 163 ଧାରା ବଳବତ୍ତର ରଖିଛନ୍ତି। ଗୋଟେ ଶ୍ରମିକ ତାର ହକ୍ ଓ ନ୍ୟାଯ୍ୟ ପାଇବା ପାଇଁ ସେ ତାର ଆନ୍ଦୋଳନ କରିପାରିବ, ତାର ଧାରଣା ଦେଇପାରିବ, ବିକ୍ଷୋଭ କରିପାରିବ। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ, ଆଜି ସରକାର ଶ୍ରମିକମାନଙ୍କୁ କିଭଳି ଅନ୍ୟ ରାଜ୍ୟକୁ ନ ଯିବା ପାଇଁ, ଦାଦନକୁ ରୋକିବା କରିବା ପାଇଁ ଚେଷ୍ଟିତ। ଠିକ୍ ଏହି ସମୟରେ ବ୍ୟତିକ୍ରମ ଦେଖାଯାଉଛି ବିକେ ଷ୍ଟିଲ୍ର ମ୍ୟାନେଜମେଣ୍ଟ। ଆଜି ବିକେ ଷ୍ଟିଲ୍ ମ୍ୟାନେଜମେଣ୍ଟ ଆଉ ଆପଣ ଯଦି ବିକେ ଷ୍ଟିଲ୍ ତ 7 ଦିନ ହେଲା ଆପଣ ଯାହା କହୁଛନ୍ତି କି ଆପଣଙ୍କ ଦାବି ପୂରଣ କରୁନି, କେତେ ଦିନ ଧରି ଆପଣ ବସିବେ? ନାଇଁ ଦେଖନ୍ତୁ ଆଜ୍ଞା, ଆମେ ତ ଗୋଟେ ଲକ୍ଷ୍ୟ ନେଇ ଆସିଛୁ, ଆମର ହକ୍ ଓ ନ୍ୟାଯ୍ୟ ଲଢ଼େଇ ପାଇଁ ଜାରି ରଖିଛୁ। ଯେପର୍ଯ୍ୟନ୍ତ ଏ ମ୍ୟାନେଜମେଣ୍ଟ ଆମମାନଙ୍କର ନ୍ୟାଯ୍ୟକୁ ପୂରଣ ନ କରିଛି, ଏ ଆନ୍ଦୋଳନ ଚାଲିଥିବ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚାଲିଥିବ। ଭାରତ ମାତା କି ଜୟ। ନିଶ୍ଚିନ୍ତ ଭାବରେ ଶୁଣୁଥିଲେ କେଉଁଭଳି ଭାବରେ ଶ୍ରମିକ ସଂଘର ଯେଉଁମାନେ ରହିଛନ୍ତି, ସଭାପତିଙ୍କ କଥା କହିବା, ଉପସଭାପତିଙ୍କ କଥା କହିବା, ସଦସ୍ୟମାନଙ୍କ କଥା କହିବା, କେଉଁଭଳି ଭାବରେ ଦୀର୍ଘ ଅହରାତ୍ର ବା ଦିନ ରାତ୍ର ଧରି ବସିଛନ୍ତି। ମୁଁ କ୍ୟାମେରା ପର୍ସନକୁ କହିବି ଦେଖାଇବେ କେଉଁଭଳି ଭାବେ ତମ୍ବୁ କରିଛନ୍ତି। ତମ୍ବୁ ମାଧ୍ୟମରେ ସିଧା ମୁଁ ଚିତ୍ର ଦେଖିବା ପାଇଁ ଚାହିଁବି। ତମ୍ବୁ ଭିତରେ ସେମାନେ ରୋଷେଇ କରୁଛନ୍ତି, ଏଇଠି ଖାଉଛନ୍ତି, ଏଇଠି ତାଙ୍କର ନ୍ୟାଯ୍ୟ ଦାବି ପାଇଁ ମଧ୍ୟ ଏଇଠି ବସୁଛନ୍ତି। ଅନ୍ୟପଟେ ବିକେ ଷ୍ଟିଲ୍ ଯେଉଁ ରହିଛି, ବିକେ ଷ୍ଟିଲ୍ର ଏକ ପ୍ରକାର ଦାଦାଗିରି ଦେଖିବାକୁ ମିଳୁଛି। କାହିଁକି ନା
ଯେତେବେଳେ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି ସେତେବେଳେ ବିକେ ଷ୍ଟିଲ୍ କମ୍ପାନୀ ଭିତରେ ତା'ର କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଏ ଶ୍ରମିକମାନଙ୍କର କଥାକୁ ଭ୍ରୂକ୍ଷେପ କରୁନାହିଁ। ତେବେ ଦେଖିବାକୁ ବାକି ରହିଲା ଆଠଗଡ଼ ଅଞ୍ଚଳରେ ଗଢ଼ି ଉଠିଥିବା ବିକେ ଷ୍ଟିଲ୍ କାରଖାନା ଏ ଶ୍ରମିକମାନଙ୍କର ଦାବି କେବେ ପୂରଣ କରୁଛି। କଟକ ଜିଲ୍ଲା ଆଠଗଡ଼ରୁ ସୁଶାନ୍ତ ସାହୁ, ନକ୍ଷତ୍ର ନ୍ୟୁଜ୍।